আজি সকাଳର 15ଟି বড় খবর ଅଛି ভিডিওକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଆପଣଙ୍କର ଭଲ ପାଇବା ଦେବେ ସମସ୍ତେ ଲାଇକ୍ ରଖିବେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ଅଲ୍ ବ୍ଲାଇକନ୍ ଦେବେ ରଖିବେ ଲାଇଫରେ କେବେ ନା କେବେ ଚ୍ୟାନେଲ କାମରେ ଆସିବ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ଅଲ୍ ବ୍ଲାଇକନ୍ ଦେବେ ରଖିବେ ଆଜି ସକାଳରେ ଅଛି ଦେଶ ବିଦେଶର କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର କେନ୍ଦ୍ର ସରକାର ବହୁତ ଗୁଡ଼ ଘୋଷଣା କରିଛନ୍ତି ଆଉ ମଧ୍ୟ ନୂଆ ଯୋଜନା ସମସ୍ତଙ୍କୁ ପୁଣି ପ୍ରତି ମାସରେ ମିଳିବାକୁ ଯାଉଛି 3000 ଟଙ୍କା ଲେଖାଏଁ ସେ ବାବଦରେ ବଡ଼ ଖବର ଅଛି ତାହା ସହିତ ଦେଶ ବିଦେଶରେ କେତେ କରୋନା ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ଓଡ଼ିଶାର ପାଣିପାଗ ହାଲଚାଲ କ'ଣ ତାହା ସହିତ ସମସ୍ତ ଚାଷୀ ଭାଇମାନଠୁ ଆରମ୍ଭ କରି ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ଆଜି ସକାଳର ଖବର ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି ପୁଣି ସୁନା ଦର କମିଲା ଦେଶଠୁ ଆରମ୍ଭ କରି ବିଦେଶର ଟିକନିକ୍ ଖବର ପାଇବା ସହିତ ଆପଣଙ୍କ ଜିଲ୍ଲାର ଖବର ମଧ୍ୟ ରହିଛି ତେଣୁ ଆପଣଙ୍କୁ ଅନୁରୋଧ କି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ନିଶ୍ଚୟ ଲାଇକ୍ ରଖିବେ ସମ୍ପୂର୍ଣ୍ଣ ଖବର ନଜର ପକାଇବା ଆଜି ସକାଳର ପ୍ରଥମ ଖବର ଲଘୁଚାପ ବର୍ଷା ଯୋଗୁଁ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି କେବଳ ତେଲେଙ୍ଗାନାରେ ପ୍ରାୟ 50 ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି କେବଳ ରାଜଧାନୀ ହାଇଦ୍ରାବାଦରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ 20 ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯାହାକି ତେଲେଙ୍ଗାନାରେ ଲଘୁଚାପ ବର୍ଷା ଯୋଗୁଁ ଏବେ 50 ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ପରବର୍ତ୍ତୀ ଖବର କରୋନା ଟିକା ଉଦ୍ଭାବନ ଲାଗି ସାରା ଦେଶରେ ଉଦ୍ୟମ ଚାଲିଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ଏହା ଉପଲବ୍ଧ ହୋଇଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କିଛି ଦିନ ତଳେ କହିଥିଲେ ଟିକା ବାହାରିବା ପରେ ତାକୁ ଲୋକମାନଙ୍କୁ ଦେବା ଲାଗି ବ୍ୟାପକ ଭିତ୍ତିଭୂମି ଆବଶ୍ୟକତା ରହିଛି ଏହାକୁ ଦୃଷ୍ଟିରେ ରଖି ସରକାର ଏସବୁଠାରୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ଟିକାକୁ ସୁରକ୍ଷିତ ଭାବେ ପରିପୂର୍ଣ୍ଣ ଗଚ୍ଛିତ ରଖିବା ଆଦି ଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଏ ପରିପ୍ରେକ୍ଷୀରେ ଦେଶର ଏକ ବୃହତ ହସ୍ପିଟାଲ ଗୋଷ୍ଠୀ ଆପେଲ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ପ୍ରତିଦିନ ପ୍ରାୟ 10 ଲକ୍ଷ ଲୋକଙ୍କୁ କୋଭିଡ-19 ଟିକା ଦେବାକୁ କମ୍ପାନୀ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି ଯାହାକି ଏବେ ଖୁବ୍ ଶୀଘ୍ର କରୋନା ଟିକା ଆସୁଛି ଆପେଲ ଗ୍ରୁପ ମାଧ୍ୟମରେ ଦିନକରେ 10 ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ରହିଛି ପରବର୍ତ୍ତୀ ଖବର ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର 1.1 ଲକ୍ଷ କୋଟି ଟଙ୍କାର କରଜ କରିବେ ଏହି ରାଶି ରାଜ୍ୟମାନଙ୍କୁ ଋଣ ରୂପେ ଦିଆଯିବ ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ୱାନ୍ ଡେ ମାଧ୍ୟମରେ 1.1 ଲକ୍ଷ କୋଟି ଟଙ୍କାର କରଜ କରିବେ ବୋଲି ଅର୍ଥ ମନ୍ତ୍ରାଳୟ କହିଥିବା ଜଣାପଡ଼ିଛି ପରବର୍ତ୍ତୀ ଖବର ଏଣିକି ଜୀବଜନ୍ତୁ ଆକ୍ରମଣ କଲେ ମିଳିବ କ୍ଷତିପୂରଣ ଏଇଭଳି ଏକ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର ପଞ୍ଜାବ ସହରରେ ପଶୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଲେ ଏବଂ ପରିଜନକୁ କ୍ଷତିପୂରଣ ମିଳିବ 2 ବର୍ଷ ପରେ ପଞ୍ଜାବ ସରକାର ଏନେଇ ଡ୍ରାଫ୍ଟକୁ ଆଇନରେ ପରିଣତ କରି ନୋଟିଫିକେସନ୍ ଜାରି କରି କହିଛନ୍ତି ପଞ୍ଜାବରେ କୌଣସି ଲୋକଙ୍କୁ ଜୀବଜନ୍ତୁ ଆକ୍ରମଣ କଲେ ଏଣିକି ସହାୟତା ମିଳିବ ପରବର୍ତ୍ତୀ ଖବର କୃଷି ବିଲ୍କୁ ନେଇ ଦେଶର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ରାଜ୍ୟଗୁଡ଼ିକକୁ ସୁଲଭ ମୂଲ୍ୟରେ ମୁଗ ଡାଲି ଓ ବିରି ଡାଲି ଯୋଗାଇବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ପ୍ରକ୍ରିୟାକରଣ ହୋଇଥିବା ମୁଗ ଓ ବିରି ଡାଲିକୁ ସୁଲଭ ମୂଲ୍ୟରେ ରାଜ୍ୟଗୁଡ଼ିକକୁ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ବଜାର ଦାମ ଠାରୁ କମ୍ ଦାମରେ ଏହି ଡାଲି ଉପଲବ୍ଧ ହେବ ଯାହାକି ରାଜ୍ୟଗୁଡ଼ିକ ତାହା ଖୁଚୁରା ବଜାରରେ ବିକ୍ରି କରିବେ ବୋଲି ସରକାର ଘୋଷଣା କରିଛନ୍ତି ଯାହାକି ବର୍ତ୍ତମାନ ଏହି ସଙ୍କଟ ସମୟରେ ଯାହାକି ଗରିବ ଲୋକଙ୍କୁ ଯାହାକି କମ୍ ଦାମରେ ମୁଗ ଡାଲି ସରକାର ଏଣିକି ଯୋଗାଇ ଦେବାକୁ ଯାଉଛନ୍ତି ଯାହାକି କିଲୋ ପ୍ରତି 92 ଟଙ୍କାରେ ମୁଗ ଡାଲି ରହିବ ଏବଂ 84 ଟଙ୍କାରୁ 96 ଟଙ୍କା ଯାହାକି ବିରି ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର ବଜାର ଦାମ ଠାରୁ କମ୍ ମୂଲ୍ୟରେ ଏଣିକି ଯୋଗାଇ ଦେବେ କେନ୍ଦ୍ର ସରକାର ପରବର୍ତ୍ତୀ ଖବର ନିକଟରେ ପ୍ରଧାନମନ୍ତ୍ରୀ ମୋଦି ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ସମ୍ପତ୍ତି ଏବଂ ଲାଭ କ୍ଷତି ଘୋଷଣା କରିଛନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି 2.85 କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଥିବାର ସୂଚନା ଦେଇଛନ୍ତି 2019 ମସିହାରେ ତାଙ୍କର ନିକଟରେ 2.49 କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ଏହି 30 ଜୁନ 2020 ପର୍ଯ୍ୟନ୍ତ ତାହା ବଢ଼ିଯାଇ 36 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିବା କହିଛନ୍ତି ସେହିପରି ବ୍ୟାଙ୍କ ଡାକଘର ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନରେ ପୁଞ୍ଜି ନିବାସରୁ ଯାହାକି ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି ତାଙ୍କର ରୋଜଗାର ଏକ ବଡ଼ ଅଂଶ ଟର୍ମ ଜମା ଏବଂ ସେଭିଂ ଆକାଉଣ୍ଟରେ ଜମା ଥିବା ବେଳେ ବ୍ୟାଙ୍କର ଜମାରୁ 3.3 ଲକ୍ଷ ରିଟର୍ଣ୍ଣ ପାଉଛନ୍ତି ବୋଲି ସେ କହିଛନ୍ତି ପରବର୍ତ୍ତୀ ଖବର ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୁଲିସ ଉଠାଇ ନେଇଛି କେନ୍ଦୁଝର ପୁଲିସ ରମେଶ ରଥଙ୍କୁ ହାପାଜତକୁ ନେଇଥିବା ସୂତ୍ରରୁ ସୂଚନା ମିଳିଛି ସଂସଦ ଚନ୍ଦ୍ରଣୀ ମୁମୁ ମିଛ ଭିଡ଼ିଓ ଭାଇରାଲରେ ସାମ୍ବାଦିକଙ୍କୁ ପୁଲିସ ପଚରାଉଚରା ନେଇଥିବା ଜଣାପଡ଼ିଛି ପରବର୍ତ୍ତୀ ଖବର
कमिला सुना एवं रूपा दर आज पुणी तृतीय दिन में पुणी सुना एवं रूपा दर कमिची। एबे सुना दाम प्रति 10 ग्राम रे 32 टंका लेखा कमिची। एबे कमिया फल रेट अच्छी सुना दाम 51,503 टंका थिबा बेले सेहीपरि रूपा उपरे किलो प्रति 626 टंका कमिची। एबे कमिया फल एबे अच्छी रूपा किलो जहाँकि 62,410 टंका अच्छी। परवर्ती खबर केरलर साबरमाला मंदिर आज नहीं 5 दिन पर्यंत केवल खोलुची। एथिपाई जहाँकि ट्राभेलर देवस्थान बोर्ड डीटीपी पक्षर गाइडलाइन जारी कराई। गाइडलाइंस अनुसार केवल 250 लोक प्रतिदिन मंदिर भीतर को प्रवेश पाई अनुमति मिलिबो। सेहीपरि मंदिर रे प्रवेश करने जहाँ कोविड गाइडलाइन सर्टिफिकेट बा कोविड सर्टिफिकेट बाध्यतामूलक कराई। सेहीपरि श्रद्धालु माने सामाजिक दूरता बजाय रखा कुहाଯାଇଛି। परवर्ती खबर देश में कोविड आरोग्य हार 87.37% को वृद्धि पाई। स्वास्थ्य मंत्रालय कही गत 24 घंटा मध्य 81,000 अधिक लोक कोरोना सुस्थ होती। एसत देश में आरोग्य संख्या पहुंचला 63,83,000 को अतिक्रम कर देश में। परवर्ती खबर चलित वर्ष चाषी चिंतार कारण पलटि। प्रथमे महानदीर महाबन्या बांकी चाषी मेरुदंड भांगी देता बेले वर्तमान लघुचाप जनित लगाण वर्षा चाषी मेरुदंड भांगी देछि। सूचना था कि चलित वर्ष महानदी में बन्या आसवा फल बांकीर विस्तृत अंचल जलमग्न होगा सहित हेक्टर हेक्टर धान चाष जमी उजुड़ी जाइतिला। फल चाषी कूल आर्थिक क्षति सम्मुखीन होता बेले वर्ष जाकर आहार पाइबारु वंचित होते। किंतु वर्तमान समय जहाँकि बंगोपसागर सृष्टि होता लघुचाप प्रभाव में बांकीर विभिन्न प्रांत जहाँकि बॉलीवुड में करा बिरी एवं मुग फसल सहित पनीपरिया फसल प्रभावित होता देखा मिली। ओडिशा रे एभली कौन अनुकूल घटना घटुची तो निश्चित भाव आपंक जिले में यही घटना घटता है कमेंट माध्यम जनातु। परवर्ती खबर लॉकडाउन हेबा परठारु बॉलीवुड अभिनेता सोनू सूद जेभली दुर्गत लोक मानकु सहायता करछंती ताहा तांकु असल जीवनर भी जणे हीरो बोली प्रमाणित करुची। पुणी अनेक तांकु भगवान बोली विवेचन करुछंती। एबे पुणी तांकर सहायतार हाथ बढ़ाइछंती। आईएएस आईएसआई छात्री को सोनू स्कॉलरशिप देबाकू जाउछंती। समस्ते पढ़िबे केही शिक्षार अभाव कोन ताकू अनुभव करिबे नाही एभली लक्ष्य रखी सोनू जाके आगे चलछंती सहायतार हाथ बढ़ाई देइछंती। केवल नुहे बर्तमान पूर्व सोनू एक विश्वविद्यालय सहित मिसी गरीब पिला शिक्षादान देवार दायित्व नहीं जमापड़ी। एवं पुणी जहाँकि आईएएस छात्र छात्री को स्कॉलरशिप देवाई जाउछंती। परवर्ती खबर मुख्यमंत्री नवीन पट्टनायक जन्मदिन शुभेच्छा जणाइछंती। आंतर्जातीय ख्यातप्राप्त बालुका शिल्पी सुदर्शन पट्टनायक से पुरी बेलाभूमि में मुख्यमंत्री नवीन पट्टनायक एक मूर्ति निर्माण करछंती। 5 फुट उच्चर यही बालुका कला निर्माण में प्राय 4 टन बाली व्यवहार होता जमापड़ी। जहाँकि सुदर्शन पट्टनायक निजर जहाँकि सहकर्मी सहयोग निर्माण कथा जमापड़ी। परवर्ती खबर नजर पकेबा पाणीपाग खबर आगामी अक्टोबर 19 तारिख में बंगोपसागर केन्द्रीय उपकूल एक नूतन लघुचाप क्षेत्र सृष्टि होवार संभावना रही बोली आज भुवनेश्वर आंचलिक पाणीपाग विज्ञान केन्द्र पक्षर सतर्क सूचना जारी कराई। यह सहित बंगोपसागर पश्चिम उपकूल पूर्व केन्द्र आरब सागर पर्यंत एक ट्राप लाइन वर्तमान सक्रिय रही। यह प्रभाव में ओडिशा उपरे दक्षिण पश्चिम मौसुमी एवं सक्रिय होती। यह प्रभाव में दक्षिण ओडिशा एवं उत्तर उपकूल ओडिशा उत्तर अभ्यंतर ओडिशार बहु जिले में अधिकांश स्थान में जहाँकि 24 मध्य हाल्कार मध्यम वर्षा अच्छी। जिलागुड़िक हूँ जहाँकि आज 16 तारिख में कोरापुट नवरंगपुर रायगड़ा गजपति कलाहांडी और कंधमाल जिले में गोटे किंबा 2टी स्थान में प्रबल वर्षा संभावना अच्छी। एसत नवरंगपुर कोरापुट रायगड़ा कलाहांडी कंधमाल बौद्ध बलांगीर पुरी खोर्धा नयागढ़ गंजाम गजपति जगतसिंहपुर एवं केन्द्रापड़ा जिले में गोटे किंबा 2टी स्थान में यहीपरि वज्रपात सहित वर्षा अच्छी। यहीपरि भाव 17 तारिख पर्यंत वर्षा अच्छी। समस्त सतर्क रुहतु। पुणी 19 तारिख में आउ एक लघुचाप वर्षा। परवर्ती खबर खुशी खबर आज आपण जिलूर केते जन व्यक्ति कोरोना सुस्थ होती जानी रखु। आज ओडिशा रे 2772 जन कोरोना सुस्थ होती। यह मिसे ओडिशा रे टोटाल सुस्थ संख्या पहुँचला जहाँकि 2,38,535 को वृद्धि पाई। आज सर्वाधिक खोर्धा जिलूर 457 होता बेले सेहीपरि
କଟକରୁ 202, ପୁରୀରୁ 185, ଅନୁଗୁଳରୁ 182, କେନ୍ଦ୍ରାପଡ଼ାରୁ 150, ନୂଆପଡ଼ାରୁ 142, ସୁନ୍ଦରଗଡ଼ରୁ 106, ବାଲେଶ୍ୱରରୁ 94, ଯାଜପୁରରୁ 91, କଳାହାଣ୍ଡିରୁ 78, ବଲାଙ୍ଗୀର ଜିଲ୍ଲାରୁ 74 ଜଣ, ସେହିପରି ବରଗଡ଼ରୁ 73, କେନ୍ଦୁଝରରୁ 72, ମୟୂରଭଞ୍ଜରୁ 68, ମାଲକାନଗିରିରୁ 67, ଜଗତସିଂହପୁର 65, ନବରଙ୍ଗପୁର 62, ସୁବର୍ଣ୍ଣପୁରରୁ 59, ନୟାଗଡ଼ରୁ 55, ରାୟଗଡ଼ାରୁ 54, କୋରାପୁଟରୁ 51, କନ୍ଧମାଳ ଜିଲ୍ଲାରୁ 43, ଭଦ୍ରକରୁ 33, ଗଞ୍ଜାମରୁ 31, ଢେଙ୍କାନାଳରୁ 27, ବୌଦ୍ଧରୁ 18 ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ପରବର୍ତ୍ତୀ ଖବର ଆସୁଛି ବହୁତ ବଡ଼ ଯୋଜନା, ସମସ୍ତଙ୍କୁ ପୁଣି ମିଳିବ ଲାଭ। ପ୍ରତି ମାସରେ ଆପଣଙ୍କୁ 3000 ଟଙ୍କା ଲେଖାଏଁ ମିଳିବାକୁ ଯାଉଛି। ଯେବେ ଆପଣଙ୍କୁ 18 ବର୍ଷରୁ ନେଇକି 40 ବର୍ଷ ମଧ୍ୟରେ ଆପଣ ହେଇଛନ୍ତି ତ ଆରି ମଧ୍ୟରେ ବୟସର ବ୍ୟକ୍ତି ଏଥିରେ ଆପ୍ଲାଏ କଲେ ଆପଣଙ୍କୁ ଯେବେ 60 ବର୍ଷ ହୋଇଯାଉଛି ଆପଣଙ୍କୁ ପ୍ରତି ମାସରେ ଆପଣଙ୍କୁ 3000 ଟଙ୍କା ଲେଖାଏଁ ମିଳିବାକୁ ଯାଉଛି। ଏଇଟା କେମିତି କ'ଣ ଆପ୍ଲାଏ କରିବେ ଆପଣଙ୍କୁ କହି ରଖୁଛି ଯେ ଏହାର କ୍ରାଇଟେରିଆ ମଧ୍ୟ ରହିଛି ଯେ ଆପଣଙ୍କ ସାଲାରୀ 15000 ଟଙ୍କା ଭିତରେ ଯେଉଁମାନେ ରୋଜଗାର କରୁଛନ୍ତି ସେଇମାନେ କେବଳ ଏଥିରେ ଲାଭ ଉଠାଇ ପାରିବେ। ତ ବର୍ତ୍ତମାନ ଏଥିରେ କେମିତି କ'ଣ ଆପ୍ଲାଏ କରିବେ ତା ସହିତ ଯାହାକି କହି ରଖୁଛି 18 ବର୍ଷ ନେଇକି 40 ବର୍ଷ ଯେଉଁ ବୟସର ବ୍ୟକ୍ତି ଅଛନ୍ତି ସେମାନଙ୍କୁ ପ୍ରତି ମାସରେ କିଛି କମ୍ ଟଙ୍କା ସଞ୍ଚୟ କରି ଆପଣଙ୍କୁ ଯେବେ 60 ବର୍ଷ ହୋଇଯାଉଛି ଆପଣଙ୍କୁ ଏଇ ଟଙ୍କାଟି ଆପଣଙ୍କୁ ପ୍ରତି ମାସରେ ଆପଣଙ୍କୁ ମିଳିବ 3000 ଟଙ୍କା। ଏ ଯୋଜନାରେ ଅଲରେଡ଼ି ବହୁତ ସାରା ଲୋକ ଅଲରେଡ଼ି ଫାଇଦା ଉଠାଇକି ମଧ୍ୟ ଟଙ୍କା ପାଉଛନ୍ତି। ଯଦି ଆପଣଙ୍କ ବୟସ 18ରୁ ନେଇକି 40 ବର୍ଷ ମଧ୍ୟରେ ହେଇଛି ତ ଏ ଯୋଜନାରେ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆପଣଙ୍କ ସାଲାରୀ କମ୍ ଟଙ୍କା ଇନକମ୍ କରୁଥିବା 15000 ଟଙ୍କା ତଳକୁ ଇନକମ୍ କରୁଥିବେ। ତ ବର୍ତ୍ତମାନ ଦେଖିବାକୁ ଗଲେ এই ଯୋଜନାଟିର ନାଁ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା PMSYMY। ତ ବର୍ତ୍ତମାନ ଦେଖିବାକୁ ଗଲେ এই ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ଯୋଜନା। ଏ ଯୋଜନାରେ ଆପ୍ଲାଏ କରିବା ପାଇଁ ଚାହୁଁଥିଲେ ଆପଣଙ୍କ ନିକଟସ୍ଥ CS ସେଣ୍ଟର ବା ଜନସେବା କେନ୍ଦ୍ରରେ ଆପ୍ଲାଏ କରିପାରିବେ, ନଚେତ୍ ଆପଣମାନେ LIC କେନ୍ଦ୍ରରେ ଯାଇକି ଆପ୍ଲାଏ କରିବେ ବା ଆପଣମାନେ ଅନଲାଇନରେ ଆବେଦନ କରିପାରିବେ। ତ ଏ ଯୋଜନାର ବର୍ତ୍ତମାନ ଦେଖିବାକୁ ଗଲେ ଆପଣଙ୍କ ଡକୁମେଣ୍ଟ ଏଥିରେ ଲାଗୁଛି ଆଧାର କାର୍ଡ଼ ଲାଗୁଛି, ବର୍ତ୍ତମାନ ସେଭିଂ ଆକାଉଣ୍ଟର ଆପଣଙ୍କ ଜନଧନ ବ୍ୟାଙ୍କ ଆକାଉଣ୍ଟ ଲାଗୁଛି। ତ ଏଥିରେ କମ୍ ସବୁ ଡକୁମେଣ୍ଟ ଲାଗୁଛି। ଏଠି କମ୍ ଡକୁମେଣ୍ଟରେ ଆପଣଙ୍କ ମଧ୍ୟ ଆପଣଙ୍କ ଏ ଖାତାଟି ଖୋଲା ହେଇଯିବ, ଯାହାଫଳରେ ଆପଣଙ୍କ ଆକାଉଣ୍ଟ ଚାଲି ହେଇଯିବ, ଯାହାଫଳରେ ଆପଣଙ୍କ ଆକାଉଣ୍ଟରୁ ପ୍ରତି ମାସରେ ଯାହାକି ବର୍ତ୍ତମାନ ଦେଖିବାକୁ ଗଲେ ବୟସ ସୀମା ଅନୁଯାୟୀ ଆପଣଙ୍କ ଟଙ୍କାଟି କଟେ। ତ এইটি কହି ରଖୁଛି ଯେ ଆପଣଙ୍କ ବୟସ ସୀମା ଅନୁସାରେ କେତେ ଟଙ୍କା ପ୍ରତି ମାସରେ ଆପଣ ଡିପୋଜିଟ୍ କରିବେ ବା ଦେବେ। ଯଦି ଆପଣଙ୍କ 18 ବର୍ଷ ଅଛି ଆପଣମାନେ ପ୍ରତି ମାସରେ 55 ଟଙ୍କା ଦେବେ, ସେହିପରି 19 ବର୍ଷ ହୋଇଥିଲେ 58 ଟଙ୍କା, 20 ବର୍ଷ ହୋଇଥିଲେ 61 ଟଙ୍କା, 21 ବର୍ଷ ହୋଇଥିଲେ 64 ଟଙ୍କା। ତ ଏହିପରି ଭାବେ ବର୍ତ୍ତମାନ ଦେଖିବାକୁ ଗଲେ 40 ବର୍ଷ ପର୍ଯ୍ୟନ୍ତ ଆପଣ 40 ବର୍ଷ ଯଦି ହେଇଥିବ ଆପଣଙ୍କୁ 200 ଟଙ୍କା ପ୍ରତି ମାସରେ ଜମା କରିବାକୁ ପଡ଼ିବ। ଏ ଟଙ୍କା ଆପଣଙ୍କର ଅଟୋମେଟିକ୍ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ, ଯାହାଫଳରେ 40 ବର୍ଷ ପର୍ଯ୍ୟନ୍ତ 40 ବର୍ଷ ଯେବେ ଆପଣଙ୍କୁ 60 ବର୍ଷ ହେଇଯିବ ଏ ଟଙ୍କାଟି ଆପଣଙ୍କୁ ପ୍ରତି ମାସରେ 3000 ଟଙ୍କା ଲେଖାଏଁ ମିଳିବାକୁ ଯାଉଛି। ତ ଏହିପରି ଭାବେ ବର୍ତ୍ତମାନ ଦେଖିବାକୁ ଗଲେ ବହୁତ ସାରା ଲୋକ ମଧ୍ୟ ଆପ୍ଲାଏ କରି ମଧ୍ୟ ଆର ଫାଇଦା ଉଠାଉଛନ୍ତି। ଯଦି ଆପଣଙ୍କ ବୟସ 18ରୁ ନେଇକି 40 ବର୍ଷ ହୋଇଥାଏ ବା ଆପଣଙ୍କ ରୋଜଗାର 15000 ଟଙ୍କାର କମ୍ ସାଲାରୀ ଇନକମ୍ କରୁଥାଏ ତ ଆପଣମାନେ ନିଶ୍ଚିତ ଭାବେ ଏ ଯୋଜନାରେ ଆପ୍ଲାଏ କରିପାରିବେ। କେନ୍ଦ୍ର ସରକାର ଆରମ୍ଭ କଲେ ନୂଆ ରାସନ କାର୍ଡ଼ ଯୋଜନା। ତ ବର୍ତ୍ତମାନ ଓଡ଼ିଶାରେ ଯେଉଁ ସବୁ ଲୋକମାନଙ୍କ ପାଖରେ ଏପର୍ଯ୍ୟନ୍ତ ରାସନ କାର୍ଡ଼ ନାହିଁ ସେମାନଙ୍କୁ ମଧ୍ୟ ରାସନ କାର୍ଡ଼ ଯୋଗାଇ ଦେବେ ଏଣିକି କେନ୍ଦ୍ର ସରକାର, ଯାହାକି ବହୁତ ବଡ଼ ଘୋଷଣା, ଯାହାକି ନୂଆ ଯୋଜନା ଆସୁଛି, ଯାହାକି ନୂଆ ରାସନ କାର୍ଡ଼ ସମସ୍ତଙ୍କୁ ପୁଣି ମିଳିବାକୁ ଯାଉଛି। ତ ଏ ରାସନ କାର୍ଡ଼ ବର୍ତ୍ତମାନ ଦେଖିବାକୁ ଗଲେ 2021 ଠାରୁ ଜାନୁଆରୀ ଠାରୁ ଲାଗୁ ହେବାକୁ ଯାଉଛି। ରାସନ କାର୍ଡ଼ ବର୍ତ୍ତମାନ ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ ନାହିଁ ସେମାନେ ଏହି ସମୟରେ ଆପ୍ଲାଏ କରିପାରିବେ। ତ ବର୍ତ୍ତମାନ ଦେଖିବାକୁ ଗଲେ ପୂର୍ବରୁ ଯେପରି ରାସନ କାର୍ଡ଼ରେ ଆପଣଙ୍କୁ 1 ଟଙ୍କାରେ ଯେମିତି ସବୁ କିଛି ଜିନିଷ ମିଳୁଥିଲା ସେହିପରି ଭାବେ ଆପଣଙ୍କୁ ସବୁ ଜିନିଷ ମିଳିବାକୁ ଯାଉଛି। କେନ୍ଦ୍ର ସରକାରଙ୍କର ଗୋଟେ ବହୁତ ବଡ଼ ଖୁସି ଖବର ଯେ ପୁଣି ଗରିବ ହିତାଧିକାରୀମାନଙ୍କ ପାଇଁକା ପୁଣି ଯାହାକି ରାସନ କାର୍ଡ଼ ଯେଉଁମାନଙ୍କ ପାଖରେ ନାହିଁ ସେମାନଙ୍କୁ ମଧ୍ୟ ରାସନ କାର୍ଡ଼ ଦେବା ଲାଗି ବର୍ତ୍ତମାନ ବହୁତ ବଡ଼ ଘୋଷଣା ଆସିଛି। ତ ଆ ଉପରେ ବର୍ତ୍ତମାନ ସମସ୍ତ ପାଇଁ ଗୋଟେ ବଡ଼ ଇନଫର୍ମେସନ୍ ଅଛି, ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ତ ଏହି ସମୟ ମଧ୍ୟରେ ଯାହାକି 2021 ପୂର୍ବରୁ ଆପଣମାନେ ଜାନୁଆରୀ ପୂର୍ବରୁ ଆପଣମାନଙ୍କ ସମସ୍ତଙ୍କୁ ଆପ୍ଲାଏ କରିବାର ଅଛି। ତ ଆପଣମାନେ ଏଥିରେ ଆପଣମାନେ ବର୍ତ୍ତମାନ ବଡ଼ ଖବର କ'ଣ, ଆପଣମାନେ କୌଣସି ଅଫିସ୍ ସରକାରୀ ଅଫିସ୍ ଯିବାକୁ ପଡ଼ିବ ନାହିଁ, ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ କେବଳ ଆବେଦନ କରିବାକୁ ପଡ଼ିବ ବା ଆପଣମାନେ ଚାହିଁଲେ CS ସେଣ୍ଟର ବା ଜନସେବା କେନ୍ଦ୍ର ଯାଇକି ଆପ୍ଲାଏ କରିପାରିବେ। ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଥିଲେ ଆପଣଙ୍କୁ ରାସନ କାର୍ଡ଼ ଯେଉଁ ସବୁ ଡକୁମେଣ୍ଟ ଲାଗୁଛି ସେମ୍ ସବୁ ଡକୁମେଣ୍ଟ ଏଥିରେ ଲାଗିବ, ଯାହାଫଳରେ ଆପଣଙ୍କର ମେନ୍ ପଏଣ୍ଟ ଏଥିରେ ହେଉଛି ଯେ ଆପଣଙ୍କ ଆଧାର କାର୍ଡ଼ ରହିଥିବା ଦରକାର,
ता सहित आपको बीपीएल कार्ड रही दरकार ये दुईटी डॉक्यूमेंट आपको मेन डॉक्यूमेंट रही सहित आपको सरकारी बैंक खाता ता सहित आपको आधार कार्ड ये सब आपको छोट मोट डॉक्यूमेंट रही है। सब डॉक्यूमेंट को लेकिन आपने निकटस्थ सीएस सेंटर व जनसेवा केंद्र को जाकि आपने तुरंत अप्लाई कर दिंतु जदि आपने से क्राइटेरिया लोक होते ये राशन कार्ड आपको बर्तमान मागणा सामग्री बर्तमान जमी आपने पाँच 1 टंकार सबकि सेहीपरि राशन कार्ड आपको पुणी जनवरी मस आपको मागणा राशन सामग्री मिलवा आरंभ हो। तो निश्चित भाव जो मैंने पाखे एपर्यंत राशन कार्ड नहीं तुरंत आप अप्लाई करेंगे ये राशन कार्ड आपको बहुत किसी फायदा मिलवा जाऊँगी। ये राशन कार्ड ना हूँ ग्रीन राशन कार्ड सबुज राशन कार्ड। परवर्ती खबर एबे सबु किसान भाई मन बहुत बड़ा खुशी खबर तो पुणी सरकार पठेबा चाहते समस्त अकाउंट को पुणी 2,000 टंका लेखाएं टंका जमी अगस्ट मसरे पुणी टंका पठेते 2,000 टंका पुणी एबे पुणी पठेबा चाहते पुणी आउ 2,000 टंका अलरेडी दुईटी किस्ती टंका अलरेडी मिल सारी पुणी आउ तृतीय किस्ती टंका मिलवा जाऊँगी जहाँकि वर्ष शेष होगा जाऊँगी से परिप्रेक्षी में पुणी एबे बर्तमान किसान योजना टंका पुणी सरकार बर्तमान बहुत घोषणा जे सब किसान मान अकाउंट पुणी एबे 7th किस्ती टंका मिलवा जाऊँगी 2,000 टंका लेखाएं मिलवा जाऊँगी। तो बर्तमान देखा गले आपण मैंने एपर्यंत किसान योजना टंका पाई ना नहीं निश्चय मत कमेंट करूँ। तो बर्तमान देखा गले बहुत बड़ा खुशी खबर जे पुणी यही नवेम्बर मसरे पुणी 2,000 टंका लेखाएं पुणी पठेबा चाहते ता भितर जो सब किसान मैंने एपर्यंत जहाँ भी आपंकर आधार लिंक हो आपंकर स्टेप बाय स्टेट डिस्ट्रिक्ट पेंडिंग हो एमती किसी जब किसी प्रॉब्लम अच्छी तो आपण मैंने आर भितर समस्त को करेक्शन करने को पड़ो। तो निश्चित भाव तो बर्तमान नवेम्बर भितर जो मान जहाँ भूल कटका अच्छी से करेक्शन करेंगे आपंकर निकटस्थ सीएस सेंटर जनसेवा केंद्र जाकि जो मानकर स्टेप बाय स्टेट एमती किसी पेंडिंग अच्छी से ब्लॉक जाकर अकाउंट को वेरिफिकेशन करेंगे तापर जाकि आपको टंकाटी मिल पारे जदि आपने प्रकृत किसान होते। तो यही भाव बर्तमान देखा गले किसान योजना अपडेट आसी जो मानकर जहाँ भूल कटका से नवेम्बर भितर समस्ते करेक्शन कर।